ଦେଖେଇବା ପାଇଁ ଗୋଟେ 5 ମିନିଟର ଭିଡିଓଟି। ଆଉ ଯେମିତି ସେ ଥାନାକୁ ପହଞ୍ଚିଛି ତାକୁ ସମସ୍ତେ ସେଠୁ ଘଉଡ଼ିବାକୁ ଲାଗିଲେ, କାରଣ ତା ଦେହରେ ଦାମିକା ପୋଷାକ ନଥିଲା, ସଫା ପୋଷାକ ନଥିଲା, ଆଉ ଜଣା ପଡୁଥିଲା ତା ପାଖରେ କିଛି ନାହିଁ, ତା ପାଖରେ ସମ୍ବଳ କିଛି ନାହିଁ। ଆଉ ସିଏ ଯେତେବେଳେ ରିପୋର୍ଟ ଲେଖିବା ଅଧିକାରୀଙ୍କ ପାଖକୁ ଗଲେ, ସବ ଇନ୍ସପେକ୍ଟରଙ୍କ ପାଖକୁ ଗଲେ, ଆଉ ପଚାରିଲେ, କହିଲେ ତାଙ୍କର ଗୋଟେ ରିପୋର୍ଟ ଲେଖିବାର ଅଛି। ସେତେବେଳକୁ ସିଏ କହିଲେ ଯେ ରିପୋର୍ଟ ଲେଖିବାକୁ ହେଲେ ଏଠି ପଇସା ଦବାକୁ ପଡିବ, ତମ ପାଖେ ପଇସା ଅଛି କି? ସେତେବେଳକୁ ସିଏ କହିଲେ, ଆଜ୍ଞା ଏଠି ତ ଗୋଟେ ସରକାରୀ ଅଫିସ, ଆଉ ଏଠି ଲାଞ୍ଚ କାରବାର ହୁଏ ନାହିଁ, ମୋର 200 ଟଙ୍କା ହଜି ଯାଇଛି, ଜଣେ ନେଇଗଲା ରାସ୍ତାରେ, ଆଉ ତାର ମୁଁ ରିପୋର୍ଟ ଲେଖିବାକୁ ଆସିଛି। ଏଇ କଥା ଶୁଣି ସେ ଇନ୍ସପେକ୍ଟର ଜଣକ ରାଗି ଗଲେ, ଆଉ ତାକୁ ବାହାରି ଯିବାକୁ କହିଲେ। କିନ୍ତୁ ବୁଢା ସେ ଲୋକଟି ଜିଦ୍ ଧଲେ ଯେ ମୋ ରିପୋର୍ଟଟି ଆପଣ ଲେଖନ୍ତୁ, ମୋ ପାଖରେ ପଇସା ନାହିଁ ଲାଞ୍ଚ ଦବା ପାଇଁ, ଆଉ ମୁଁ ଦେଇପାରିବି ନାହିଁ। ତାପରେ ତାକୁ ସେଇଠୁ ଦଣ୍ଡିଆ ମାରି ବାହାର କରିଦିଆଗଲା। କିନ୍ତୁ ଯେତେବେଳେ କେତେ ଜଣ କନେଷ୍ଟେବଲ ଆସିଲେ ତାକୁ ବାହାର କରିଦବା ପାଇଁ, ସେତେବେଳକୁ ସେ କହିଲେ ଏଇଟା ସରକାରୀ ଅଫିସ, ଆଉ ଏଇ ଅଫିସରେ ଲାଞ୍ଚ ହେଇପାରିବନି, ଲାଞ୍ଚ କାରବାର ହେଇପାରିବନି, ମୋର ଚୋରି ଜିନିଷ ପାଇବା ପାଇଁ ମୁଁ ଏଇଠି ରିପୋର୍ଟ ଲେଖିବାକୁ ଆସିଛି, କିନ୍ତୁ ଆପଣ ମାନେ ଅନ୍ୟାୟ କରୁଛନ୍ତି, ନିୟମ ନୁହେଁ, ଏଇଟା ନିୟମ ବିରୁଦ୍ଧ କାମ। ଆଉ ତୁ ମତେ ରୁଲ ଦେଖଉଛୁ, ତୁ ମତେ ରୁଲ ଦେଖଉଛୁ, what is rule? What is rule? What I am saying, that is rule. ମୁଁ ଯାହା କହୁଛି ସେଇଟା ନିୟମ, ମୁଁ କହୁଛି ପଇସା ନ ଦେଲେ ତୋର ଲେଖା ଯାଇ ପାରିବ ନାହିଁ ରିପୋର୍ଟ। ଆଉ ତାପରେ ଯୋଉ ଅବସ୍ଥା ହେଲା ପ୍ରିୟ ମାନେ, ସେଇ ଚିରା ପୋଷାକ ପିନ୍ଧିବା ଯୁବକଟି ଆଉ କେହି ନାହିଁ, ନୂଆ ଏସପି ଥିଲେ। ଆଉ ଯେତେବେଳେ ତାଙ୍କର ନିଜର ପରିଚୟକୁ ସିଏ ଦେଲେ, ସେତେବେଳକୁ ଇନ୍ସପେକ୍ଟରଙ୍କର ହାତ ପାଦ ଥରିବାକୁ ଲାଗିଲା। ସେ ତାଙ୍କୁ ସସ୍ପେଣ୍ଡ କରିଦେଲେ। ମନର ଗର୍ବ ଛଡା ଆଉ କିଛି ନୁହେଁ ପ୍ରିୟ ମାନେ। ପୋଲିସରୁ ପ୍ରମୋଶନ ପାଇ ପାଇ ଇନ୍ସପେକ୍ଟର ହେଇଯାଇଥିବା ଇନ୍ସପେକ୍ଟର ଜଣକ, ସେ ଭାବୁଥିଲେ ତାଙ୍କ ଠାରୁ ଆଉ ବଡ କେହି ନାହିଁ, ଏଇ ଥାନାର ଅଧିକାରୀ କେବଳ ସିଏ ହଉଛନ୍ତି ସର୍ବେ ସର୍ବା। ୟେସ୍, এই ଭିଡିଓଟି ଦେଖିବା ପରେ ମୁଁ ଯୋଉ ବିଷୟରେ ଆଜି ବାକ୍ୟ ପ୍ରଚାର କରିବି ବୋଲି ନିଜେ ଭାବିଥିଲି, ଯାହା ପୁରାପୁରି ବଦଳିଗଲା। ପ୍ରକୃତରେ ଆମର ମନର ଗର୍ବ ଆମକୁ ସର୍ବନାଶ ଆଡକୁ ଟାଣି ନେଇଥାଏ, ଏଇ କଥା ମୁଁ ଅନୁଭବ କଲି। ଆଉ ଚିନ୍ତା କଲି ଯେ ପ୍ରଭୁ ଚାହୁଁଛନ୍ତି ଆଜି ଏଇ ବିଷୟରେ ଶିକ୍ଷା ଦେବା ପାଇଁ। ୟେସ୍ ପ୍ରିୟ ମାନେ, ଆସନ୍ତୁ ବାଇବଲ ଏ ବିଷୟରେ କଣ ହୁଏ ଆଜି ଟିକେ ଦେଖିବା ଆମେ। ମୋ ସହିତ ଖୋଲନ୍ତୁ ଜିହିଜିକଲ 28 ପର୍ବ, ତାର 13ରୁ 15 ପଦ। ଜିହିଜିକଲ 28 ପର୍ବ ତାର 13ରୁ 15 ପଦ। ଆଉ ସେଠାରେ ଏପରି ଲେଖାଯାଏ, ତୁମ୍ଭେ ପରମେଶ୍ୱରଙ୍କ ଉଦ୍ୟାନ ଏଦୋମରେ ଥିଲ। ଏ ପଢିବେ କି? ପଢନ୍ତୁ। ତୁମ୍ଭେ ପରମେଶ୍ୱରଙ୍କ ଉଦ୍ୟାନ ଏଦନରେ ଥିଲ। ତୁଣୀ, ପୀତମଣି ଓ ହୀରକ, ବଦୂଚ୍ୟମଣି, ଗୋମେଦକ ଓ ସୂର୍ଯ୍ୟକାନ୍ତ, ନୀଳକାନ୍ତ,
ପଦ୍ମରାଗ ଓ ମକରତ ଆଦି ଯାବତୀୟ ବହୁମୂଲ୍ୟ ପ୍ରସ୍ତର ଓ ସୁବର୍ଣ୍ଣ ତୁମ୍ଭର ଆଚ୍ଛାଦନ ଥିଲା। ତୁମ୍ଭର ତବଲ ଓ ବଂଶୀର ଶିଳ୍ପକାର୍ଯ୍ୟ ତୁମ୍ଭ ମଧ୍ୟରେ ଥିଲା। ତୁମେ ସୃଷ୍ଟି ହେବା ଦିନ ସେହି ସବୁ ପ୍ରସ୍ତୁତ ହୋଇଥିଲା। ତୁମେ ଆଚ୍ଛାଦନକାରୀ ଅଭିଷିକ୍ତ କିରୁବ ଥିଲ। ପୁଣି ଆମ୍ଭେ ତୁମ୍ଭକୁ ସ୍ଥାପନ କଲୁ। ତହିଁରେ ତୁମ୍ଭେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଉପରେ ଥିଲ। ତୁମ୍ଭେ ଅଗ୍ନିମୟ ପ୍ରସ୍ତର ସକଳର ମଧ୍ୟରେ ଗମନାଗମନ କଲ। ତୁମ୍ଭ ମଧ୍ୟରେ ଅଧର୍ମ ଦେଖାଯିବା ପର୍ଯ୍ୟନ୍ତ ତୁମେ ଆପଣା ସୃଷ୍ଟି ଦିନଠାରୁ ଆପଣା ଆଚରଣରେ ସିଦ୍ଧ ଥିଲ। ତୁମ୍ଭ ବାଣିଜ୍ୟର ବାହୁଲ୍ୟରେ ସେମାନେ ହାଲେଲୁୟା। ଏଇ ବାକ୍ୟ ପଢିବା ବେଳକୁ ଆମେ ଜାଣି ସାରିଛୁ ଏହା କାହା ବିଷୟରେ ଲେଖାଯାଇଛି। ପରମେଶ୍ୱରଙ୍କର ଦିନେ ଯୋଉ ଦୂତ ପ୍ରିୟ ଥିଲେ, ଯିଏ ସବୁବେଳେ ପରମେଶ୍ୱରଙ୍କ ସହିତ ରହୁଥିଲେ, ତାଙ୍କରି ବିଷୟରେ ଲେଖାଯାଇଛି। ସେ ଲୁସିଫର ବିଷୟରେ, ଯିଏ ପ୍ରଧାନ ଦୂତ ମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଆଉ ଏଠାରେ ଲେଖାଯାଏ, ତୁମେ ପରମେଶ୍ୱରଙ୍କର ଉଦ୍ୟାନ ଏଦନରେ ଥିଲ। ସ୍ୱର୍ଗର ଉଦ୍ୟାନରେ ତୁମେ ଥିଲ। ପରମେଶ୍ୱରଙ୍କ ଉଦ୍ୟାନରେ ପ୍ରଭୁ ତୁମକୁ ସେଇଠି ସ୍ଥାନ ଦେଇଥିଲେ, ଯୋଉଠି ପରମେଶ୍ୱର ତାଙ୍କର ସମୟ ବିତାନ୍ତି, ସେଇ ସ୍ଥାନରେ ଥିଲ। ଆଉ ପରମେଶ୍ୱର ତୁମକୁ ବିଭିନ୍ନ ମଣି, ମୁକ୍ତା, ସୁନା, ରୂପା ପ୍ରତ୍ୟେକରେ ଭୂଷିତ କରିଥିଲେ। ଲେଖାଯାଏ, ତୁଣୀ, ପିତ୍ତମଣି, ହୀରକ ମାନେ ହୀରା, ବୈଦୁର୍ଯ୍ୟମଣି, ଯେତେ ମଣି ଅଛି, ବୋଧେ ଆଉ କୌଣସି ଜାଗାରେ ଏତେ ଗୁଡ଼ିଏ ମଣିର ନାମ ଲେଖାଯାଇ ନାହିଁ। ଆଉ ମଣି ସବୁଠାରୁ ମୂଲ୍ୟବାନ, ସୁନା ଠାରୁ ମଧ୍ୟ ମୂଲ୍ୟବାନ ହଉଛି ମଣି। ଆମେ ଦେଖୁଛୁ ଏ ସାପର ଗୋଟିଏ ଛୋଟିଆ ମଣି, ଯାହା ଆମେ ଫିଲ୍ମରେ ଦେଖିଛୁ, ଏଇଟା ସତ କି ମିଛ ତ ମୁଁ ଜାଣିନି। ସାପର ମଣି ପାଇଁ ଲୋକମାନେ କେତେ ଲୋକ ଜୀବନ ଦେଇ ଦଉଛନ୍ତି। ମଣି ଗୋଟେ ଅମୂଲ୍ୟ ଜିନିଷ, ଅତି ମୂଲ୍ୟବାନ ଜିନିଷ। ଆଉ ସଦା ପ୍ରଭୁ ଦୂତ ମାନଙ୍କ ମଧ୍ୟରୁ କେବଳ ଜଣକୁ ଏଇ ମଣି ମୁକ୍ତାରେ ଆଚ୍ଛାଦିତ କରିଥିଲେ। ଏଠାରେ ଲେଖାଯାଏ, ଯାବତୀୟ ବହୁମୂଲ୍ୟ ପ୍ରସ୍ତର ଓ ସୁବର୍ଣ୍ଣ ତୁମର ଆଚ୍ଛାଦନ ଥିଲା। ହାଲେଲୁୟା। ମୁଁ ହାଲେଲୁୟା କହିଲି କାରଣ ଲୁସିଫର ସେଇ ଅବସ୍ଥା, ଯେତେବେଳେ ସିଏ ସଦାପ୍ରଭୁଙ୍କ ପାଖରେ ଥିଲେ, ସେ କେମିତି ଦେଖାଯାଉଥିବେ, ସେ କୋଉ ପୋଜିସନରେ ଥିବେ, ଅନ୍ୟ ଦୂତ ମାନେ ମଧ୍ୟ ତାଙ୍କୁ ଖାତିର କରୁଥିବେ। ଶ୍ରେଷ୍ଠ ଦୂତ ମାନଙ୍କ ଭିତରୁ ଜଣେ ଥିଲେ ସିଏ। ଆଉ ଏଠାରେ ଲେଖାଯାଏ, ତୁମର ତବଲ ଓ ବଂଶୀର ଶିଳ୍ପ କାର୍ଯ୍ୟ ତୁମ ମଧ୍ୟରେ ଥିଲା। ତୁମେ ଯୋଉ ତବଲ ବଜଉଛ, ବଂଶୀ ବଜଉଛ, ମୋ ଭିତରେ ହିଁ ଥିଲା। ଆଉ ଲେଖାଯାଏ, ତୁମେ ସୃଷ୍ଟି ହେବା ଦିନ ସେ ସବୁ ପ୍ରସ୍ତୁତ ହେଇଥିଲା। ସେ ଯୋଉ ସବୁ ବସ୍ତୁରେ, ଯୋଉ ସବୁ ମଣିରେ ସେ ଆଚ୍ଛାଦିତ ହେଇଥିଲେ, ସଦାପ୍ରଭୁ ତାକୁ ଏତେ ପସନ୍ଦ କରୁଥିଲେ, ସ୍ଥାନ ଦେଇଥିଲେ, ଯୋଉ ସ୍ଥାନ ଦେଇଥିଲେ ତାକୁ ବିଭୂଷିତ କରିବା ପାଇଁ ସେ ପ୍ରତ୍ୟେକ ପ୍ରକାର ମଣିକୁ ତିଆରି କଲେ। ୱାଓ! ପରମେଶ୍ୱର ମଧ୍ୟ ତାଙ୍କ ବିଷୟରେ ଚିନ୍ତା କରୁଥିଲେ, ତାଙ୍କୁ ଗୋଟେ ମୁଖ୍ୟ ସ୍ଥାନ ଦେଇଥିଲେ। ତୁମ୍ଭେ ଆଚ୍ଛାଦନକାରୀ ଅଭିଷିକ୍ତ କିରୁବ ଥିଲ, ପୁଣି ଆମ୍ଭେ ତୁମ୍ଭକୁ ସ୍ଥାପନ କଲୁ। ପରମେଶ୍ୱର ତାକୁ
ତାକୁ ତିଆରି କରିଥିଲେ, ତାର ଭୂଷଣ ଗୁଡିକୁ ତିଆରି କରିଥିଲେ, ତାକୁ ଆଚ୍ଛାଦନ କରିଥିଲେ। ଆଉ ତାକୁ ଲେଖାଯାଏ ପରମେଶ୍ୱରଙ୍କର ପବିତ୍ର ପର୍ବତ ଉପରେ ତୁମେ ଥିଲ। ୱାଓ! ତୁମେ ଅଗ୍ନିମୟ ପ୍ରସ୍ତର ସକଳର ମଧ୍ୟରେ ଗମନ କଲ। ଅଗ୍ନିମୟ ପ୍ରସ୍ତର ଭିତରେ ତୁମେ ମୋ ସହିତ ଯିବା ଆସିବା କରୁଥିଲ। ଯୋଉ ସ୍ଥାନରେ କେବଳ ପରମେଶ୍ୱର ଯିବା ଆସିବା କରନ୍ତି, ସେଇ ସ୍ଥାନ ଦେଇ ତୁମେ ଗମନ କରୁଥିଲ। କିନ୍ତୁ ଆଜି ତୁମର ଅବସ୍ଥା କଣ ହେଲା? ତୁମ ମଧ୍ୟରେ ଅଧର୍ମ ଦେଖାଯିବା ପର୍ଯ୍ୟନ୍ତ ତୁମେ ଆପଣା ସୃଷ୍ଟି ଦିନ ଠାରୁ ଆପଣା ଆଚରଣରେ ସିଦ୍ଧ ଥିଲ। ଯେତେ ଦିନ ପର୍ଯ୍ୟନ୍ତ ତୁମେ ସିଦ୍ଧ ଥିଲ, ଯେତେ ଦିନ ପର୍ଯ୍ୟନ୍ତ ତୁମ ମଧ୍ୟରେ ଅଧର୍ମ ଦେଖାଯାଇ ନଥିଲା, ସୃଷ୍ଟି ଦିନ ଠାରୁ ସେଇ ଦିନ ପର୍ଯ୍ୟନ୍ତ ତୁମେ ପରମେଶ୍ୱରଙ୍କ ଆଗରେ ସିଦ୍ଧ ଥିଲ। ମାନେ ଲୁସିଫର ଯିଏ ପାପରେ ପଡି ଯାଇଥିଲା, କେତେବେଳେ ପଡିଲା? କେତେବେଳେ ସେ ପରମେଶ୍ୱରଙ୍କ ଠାରୁ ଦୂରକୁ ଚାଲିଗଲା। ପରମେଶ୍ୱର କେତେବେଳେ ତାକୁ ସ୍ୱର୍ଗରୁ ତଳକୁ ନିକ୍ଷେପ କଲେ। ଆସନ୍ତୁ ଦେଖିବା, 17 ଲେଖାଯାଏ, ତୁମ୍ଭର ସୌନ୍ଦର୍ଯ୍ୟ ହେତୁରୁ ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି। ମୁଁ ତୁମକୁ ଯୋଉ ରୂପ ଦେଇଛି, ମୁଁ ତୁମକୁ ଯୋଉ ଭୂଷଣ ଦେଇଥିଲି, ସେଥି ଯୋଗୁ ତୁମେ ବହୁତ ସୁନ୍ଦର ଦେଖା ଯାଉଥିଲ। ଆଉ ସେଇ ସୌନ୍ଦର୍ଯ୍ୟ ଯୋଗୁ ତୁମର ମନ ଗର୍ବିତ ହେଇଗଲା। ତୁମେ ଗର୍ବରେ ପରିପୂର୍ଣ୍ଣ ହେଇଗଲ। ତୁମେ ଆପଣଙ୍କର ଶୋଭା ସକାଶୁ ନିଜ ଜ୍ଞାନକୁ ମଧ୍ୟ ଭ୍ରଷ୍ଟ କରିଦେଲ। ସୌନ୍ଦର୍ଯ୍ୟ ଦେଇଛି, ଭୂଷଣ ଦେଇଛି, ଜ୍ଞାନ ଦେଇଥିଲି, କିନ୍ତୁ ସେ ସବୁ ବିଷୟରେ ଯେତେବେଳେ ତମ ମନ ଭିତରେ ଗର୍ବ ଆସିଲା, ତୁମେ ଭ୍ରଷ୍ଟ ହେଇଗଲ। ଆମେ ସେଥିପାଇଁ ତୁମକୁ ଭୂମିରେ ନିକ୍ଷେପ କରିଛୁ। ମାନେ ଯେତେବେଳେ ଆମ ମନରେ ଗର୍ବ ଆସେ, ଆମେ ତ ଜାଣୁନୁ ଯେ ଆମେ ଯୋଉଥିପାଇଁ ଗର୍ବ କରୁଛୁ, ଯୋଉ ଧନ ପାଇଁ ଆମେ ଗର୍ବ କରୁଛୁ, ମୁଁ ବହୁତ ଧନୀ, ଯୋଉ ଧନ ପାଇଁ ଆମେ ଗର୍ବ କରିଛୁ, ସେଇ ଧନ ସେ ଦେଇଛନ୍ତି। ସେଦିନ ଲୁସିଫରକୁ ସେ ଭୂଷଣ ମଧ୍ୟ ସେ ହିଁ ଦେଇଥିଲେ, ଯେ ଆପଣଙ୍କୁ ମତେ ଧନ ଦେଇଛନ୍ତି। ଆମର କିନ୍ତୁ ସତ୍ୟ କଣ ଅଟେ ପ୍ରିୟ ମାନେ, ଯୋଉ ସୌନ୍ଦର୍ଯ୍ୟ ପାଇଁ ଆମେ ଗର୍ବ କରୁଛୁ, ସେଇ ସୌନ୍ଦର୍ଯ୍ୟ ତ ସେ ଦେଇଛନ୍ତି। ଆମେ ତାଙ୍କୁ ଭୁଲି ଯାଉଛୁ, ଆମେ ଶ୍ରେୟ ଦଉଛୁ ଆମକୁ, ନିଜକୁ। ଆଉ ଲେଖାଯାଏ, ଆଉ କାହିଁକି ଆମେ ଗର୍ବ କରୁଛୁ? ଆମ ପାଖରେ ବଳ ଅଛି, ଆମ ପାଖରେ ଧନ ଅଛି, ଆମ ପାଖରେ ଜ୍ଞାନ ଅଛି, ଆମ ପାଖରେ ପାୱାର ଅଛି, ସେଇଥିପାଇଁ ଆମେ ଗର୍ବ କରୁଛୁ। ସତ୍ୟତା, ଆମ ପାଖରେ ଯାହା ବି ଅଛି ସବୁ କିଛି ତାଙ୍କର ମଙ୍ଗଳ ଦାନ। ସେ ଆମକୁ ପ୍ରେମ କରନ୍ତି, ଆଉ ସେଇଥିପାଇଁ ଏଇ ସବୁ ସେ ଆମକୁ ପ୍ରଦାନ କରିଛନ୍ତି। ଏଇ କଥା ଆମେ ଭୁଲି ଯାଉଛୁ ପ୍ରିୟ ମାନେ। ଆଉ 17 ଲେଖାଯାଏ, 17 ଆମେ ପଢିଲୁ ଯେ ପରମେଶ୍ୱର ଯେମିତି ଲୁସିଫରକୁ ଶ୍ରେଷ୍ଠ ଆସନରୁ ତାକୁ ତଳକୁ ନିକ୍ଷେପ କରିଦେଲେ, ଆମର ଏଇ ଗର୍ବ ଯୋଗୁ ସେ ଆମକୁ ତଳକୁ ନିକ୍ଷେପ କରିଦେବେ। ପ୍ରିୟ ମାନେ, ଜିସାୟ 14 ପର୍ବ ତାର 12 ପଦରେ କଣ ଲେଖାଯାଏ? ଜିସାୟ 14 ପର୍ବ ତାର, ହେ ଲୁସିଫର ପ୍ରତ୍ୟୁଷର ପୁତ୍ର, ତୁମ୍ଭେ କିପରି ସ୍ୱର୍ଗରୁ ପତିତ ହେଲ? ଗୋଷ୍ଠୀଗଣକୁ ତୁମ୍ଭେ ଯେ ନତ କରିଥିଲ, ତୁମ୍ଭେ କିପରି ଭୂମିରେ ନିକ୍ଷିପ୍ତ ହେଲ? ଆମେନ୍। ପରମେଶ୍ୱର ଲୁସିଫରକୁ କହୁଛନ୍ତି, ତୁମେ କିପରି ଭୂମିରେ ନିକ୍ଷିପ୍ତ ହେଲ? ମନେ ପକାଅ, ତୁମ ଭିତରେ ଯେତେବେଳେ ଗର୍ବ ଆସିଲା, ମୁଁ ଦେଇଥିବା ବସ୍ତୁକୁ,
ମୁଁ ଦେଇଥିବା ସୌନ୍ଦର୍ଯ୍ୟକୁ ନେଇ ତମ ଭିତରେ ଗର୍ବ ଆସିଲା, ସେତେବେଳେ ତୁମେ ନିକ୍ଷିପ୍ତ ହେଲ। ଆଜି ସମୟ ଆସି ଆମେ ଚିନ୍ତା କରିବା ପ୍ରିୟ ମାନେ, ସେଇ ଗର୍ବ ଆଉ ଆମ ଭିତରେ ଆସିନାହିଁ ତ? ଆମର ସୌନ୍ଦର୍ଯ୍ୟ ପାଇଁ, ଆମର ଧନ ସମ୍ପଦ ପାଇଁ, ଆମର ବଡ ପଦ ପାଇଁ, ଆମର ବଳ ପାଇଁ ଆମ ଭିତରେ ଗର୍ବ ଆସିନାହିଁ ତ? ମନେ ରଖିବା, ସେ ଗର୍ବିକୁ ସହି ପାରନ୍ତି ନାହିଁ। ପ୍ରିୟ ମାନେ, ସେ ଅହଙ୍କାରୀ ମାନଙ୍କର ପ୍ରତିରୋଧ କରନ୍ତି। ଯାକୁବ 4:6 ଟିକେ ପଢିବା। ଯାକୁବ 4:6 ଯଦି ପଢିବା, କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି। ଉକ୍ତ ଅଛି, ଈଶ୍ୱର ଅହଙ୍କାରୀ ମାନଙ୍କୁ ପ୍ରତିରୋଧ କରନ୍ତି। ଈଶ୍ୱର ଅହଙ୍କାରୀ, ନିଜକୁ ଶ୍ରେଷ୍ଠ ବୋଲି ଭାବୁଥିବା ଲୋକମାନଙ୍କୁ, ନିଜ ଭିତରେ ଗର୍ବ ରଖିଥିବା ଲୋକମାନଙ୍କୁ ସେ ପ୍ରତିରୋଧ କରନ୍ତି। ଆଉ ହିତୋପଦେଶରେ ଲେଖାଯାଏ, ହିତୋପଦେଶ 16:18 ଲେଖାଯାଏ। ହିତୋପଦେଶ 16 ପର୍ବ ତାର 18 ପଦରେ ଲେଖାଯାଏ। ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ। ଅହଙ୍କାର ସର୍ବନାଶର ମୂଳ କାରଣ ଗୋଟେ ପ୍ରିୟ ମାନେ। ଆଜି ଆମ ପାଖରେ ଧନ ଅଛି, ଅଳ୍ପ କେତେ ବର୍ଷ ପରେ ଆମ ପାଖରେ ଥାଇ ନପାରେ। ଆଜି ଆମ ପାଖରେ ସୌନ୍ଦର୍ଯ୍ୟ ଅଛି, ଏଇ ସୌନ୍ଦର୍ଯ୍ୟ ମଧ୍ୟ ସବୁଦିନର ନୁହେଁ। ଆଜି ଆମ ପାଖରେ ବଳ ଅଛି, ଏଇ ବଳ ମଧ୍ୟ ସବୁଦିନର ନୁହେଁ ପ୍ରିୟ ମାନେ। କିନ୍ତୁ ସେ ଯିଏ ଆମକୁ ଏଇ ସବୁ ପ୍ରଦାନ କରିଛନ୍ତି, ସେ କାଲି, ଆଜି ଓ ଭବିଷ୍ୟତରେ ମଧ୍ୟ ସମାନ ଅଟନ୍ତି, ତାଙ୍କର ପରିବର୍ତ୍ତନ ନାହିଁ। ପ୍ରିୟ ମାନେ, ଏଇଟା ଗଲା ସ୍ୱର୍ଗର କଥା। ଆସନ୍ତୁ ପୃଥିବୀରେ କଣ ଘଟିଥିଲା, ବାଇବଲରେ କଣ ଉଲ୍ଲେଖ ଅଛି, ସେ କଥା ଆମେ ଦେଖି। ଯଦି ଆମେ ଦେଖୁ ଦ୍ୱିତୀୟ ବଂଶାବଳୀ 26 ପର୍ବ ତାର 16 ପଦ ଟିକେ ଦେଖିବା। 16 ପଦରେ ଏପରି ଲେଖାଯାଏ, ମାତ୍ର ସେ ବଳବାନ ହୁଅନ୍ତି, ତାଙ୍କର ଅନ୍ତଃକରଣ ଉଦ୍ଧତ ହେଲା। ତେଣୁ ସେ ଦୁରାଚରଣ କରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କଲେ, କାରଣ ସେ ଧୂପ ବେଦୀରେ ଧୂପ ଜଳେଇବା ନିମନ୍ତେ ସଦାପ୍ରଭୁଙ୍କ ମନ୍ଦିରକୁ ଗଲେ। ଆଉ ମୁଁ ମଝିରୁ ଟିକେ ଟିକେ ପଢୁଛି, ସମୟର ଅଭାବ। ପୁଣି ସେମାନେ ଉସିୟ ରାଜାଙ୍କୁ ନିବାରଣ କରି ତାଙ୍କୁ କହିଲେ, ହେ ଉସିୟ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଧୂପ ଜଳେଇବା ପାଇଁ ଆପଣଙ୍କର ଅଧିକାର ନାହିଁ। ଆଉ ରାଜା ତାଙ୍କର କଥା ମାନି ନଥିଲେ। ଉସିୟ ରାଜା ସେମାନଙ୍କର କଥା, ଯାଜକ ମାନଙ୍କର କଥା ମାନି ନଥିଲେ। ଆଉ ସେ ଧୂପ ବେଦୀ ନେଇ ଜଳେଇବା ପାଇଁ, ଧୂପ ଦବା ପାଇଁ ସେ ଯେତେବେଳେ ଯାଇଥିଲେ, ସମସ୍ତଙ୍କ ସାକ୍ଷାତରେ ତାଙ୍କ କପାଳରେ ପରମେଶ୍ୱର ତାଙ୍କୁ ଦଣ୍ଡ ଦେଲେ। କେତେବେଳେ ଦଣ୍ଡ ଦେଲେ? ଯେତେବେଳେ ସେ ଦୁରାଚରଣ କଲେ, ଅନ୍ତଃକରଣ ଉଦ୍ଧତ ହେଲା, ତାଙ୍କର ପୋଜିସନ ଯାହା କରିବା ତାଙ୍କର କର୍ତ୍ତବ୍ୟ ତାହା ନ କରି ସେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରିକି ଧୂପ ଜଳେଇବାକୁ ଗଲେ। ସେତେବେଳକୁ ତାଙ୍କ ଦେହରେ କୁଷ୍ଠ ରୋଗ ପ୍ରକାଶ ପାଇଲା। ପ୍ରଥମେ ପ୍ରକାଶ ପାଇଲା କପାଳରେ। କିନ୍ତୁ ଏଇ ଉସିୟ କଣ ଥିଲେ ପ୍ରିୟ ମାନେ?
16 ବର୍ଷ ବୟସରେ ସେ ରାଜା ହେଇଥିଲେ। ରାଜା ହେଲା ପରେ ସେ ନିଜର ପିତା ଅମିତ ଶାହଙ୍କର ପଦାଙ୍କ ଅନୁସରଣ କଲେ ଆଉ ତାଙ୍କ ବାପାଙ୍କ ପରି ତାଙ୍କର କ୍ରିୟା ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ ହେଇଥିଲା। ଆଉ ସେଇଥିପାଇଁ ପରମେଶ୍ୱର ତାଙ୍କୁ କୃତକାର୍ଯ୍ୟ ହେବାକୁ ସାହାଯ୍ୟ କରିଥିଲେ, ତାଙ୍କୁ ସେ ଆଶୀର୍ବାଦ କରିଥିଲେ। ପରମେଶ୍ୱର 7ରେ ଲେଖାଯାଏ, ପରମେଶ୍ୱର ପଲେଷ୍ଟିୟ ମାନଙ୍କ ପ୍ରତିକୂଳରେ ଓ ଗୁରବାଲ ନିବାସୀ ଆରବୀୟ ମାନଙ୍କ ଓ ମିଉନିୟ ମାନଙ୍କ ପ୍ରତିକୂଳରେ ତାଙ୍କର ସାହାଯ୍ୟ କଲେ, ତାଙ୍କୁ ଉଚ୍ଚୀକୃତ କଲେ। ଆଉ ସେ ତାଙ୍କ ଭିତରେ ଯେତେବେଳେ ଗର୍ବ ଦେଖାଗଲା, ପ୍ରିୟମାନେ, ପରମେଶ୍ୱର ଗର୍ବକୁ ସହନ୍ତି ନାହିଁ, ସେ ପ୍ରତିରୋଧ କରନ୍ତି। ଆଜି ଆମ ଭିତରେ ଯଦି ଗର୍ବ ଅଛି, ତାହେଲେ ଆମକୁ ମଧ୍ୟ ତାକୁ ପରିତ୍ୟାଗ କରିବାକୁ ପଡିବ। ନଚେତ୍ ପରମେଶ୍ୱରଙ୍କର ଯେତେବେଳେ ବାଢି ପଡିବ, ସେତେବେଳକୁ ଆଉ ସମ୍ଭାଳିବାକୁ କେହି ନଥିବେ। ୟେସ୍ ପ୍ରିୟମାନେ, এই ବିଷୟରେ ଆଉ ଗୋଟେ କଥା ଲେଖାଯାଏ। ଆଚ୍ଛା, ଦାନିଏଲ ନବୁକଦନେସ୍ସରଙ୍କ ବିଷୟରେ ଟିକେ ପଢିବା। ଦାନିଏଲ ତାର 4 ପର୍ବ 30 ପଦ। ଦାନିଏଲ 4 ପର୍ବ 30 ପଦରେ କଣ ଲେଖାଯାଏ? ରାଜା ଏହି କଥା କହିଲେ, ମୁଁ ଆପଣା ଦଳର ପ୍ରଭାବରେ ଓ ଆପଣା ପ୍ରତାପର ମହିମା ନିମନ୍ତେ ରାଜଧାନୀ କରିବା ପାଇଁ ଯାହା ନିର୍ମାଣ କରିଅଛି, ଏ କି ସେହି ମହତୀ ବାବିଲ ନୁହେଁ? ଯେତେବେଳେ ତାଙ୍କ ଭିତରେ ଗର୍ବ ଆସିଲା, ତାଙ୍କର ବଳର ପ୍ରଭାବରେ ଆଉ ଆପଣ ପ୍ରତାପର ମହିମାରେ ସେଇ ବାବିଲକୁ ତିଆରି କରିଛନ୍ତି, ବାବିଲ ଗଡକୁ। ଯେତେବେଳେ ଏହା ତାଙ୍କ ମନ ଭିତରକୁ ଆସିଲା, ସେତେବେଳକୁ କଣ ହେଲା ପ୍ରିୟମାନେ? ରାଜାଙ୍କ ମୁଖରେ ଏଇ କଥା ଥାଉ ଥାଉ ସ୍ୱର୍ଗୀୟ ବାଣୀ ହେଲା, ତୁମକୁ ଏହି କଥା କୁହାଯାଉଛି, ତୁମ ଠାରୁ ରାଜ୍ୟ ଗଲା, ତୁମେ ମନୁଷ୍ୟ ମାନଙ୍କ ମଧ୍ୟରୁ ଦୂରୀକୃତ ହବ, କ୍ଷେତ୍ରସ୍ଥ ପଶୁ ମାନଙ୍କ ସଙ୍ଗରେ ତୁମର ବସତି ହବ। ପ୍ରିୟମାନେ, ନବୁକଦନେସ୍ସର ରାଜା, ତାଙ୍କ ମନରେ ଯେତେବେଳେ ଗର୍ବ ଆସିଲା, ଅହଂ ଭାବ ଆସିଲା, ତାଙ୍କର ଅବସ୍ଥା କଣ ହେଲା ଆମେ ସମସ୍ତେ ଜାଣିଛୁ। ଆଜି ଆମ ମନର ଗର୍ବ, ଆଜି ଆମ ମନରେ ଯୋଉ ଗର୍ବ ଅଛି, ତାକୁ ଆମେ ଛାଡିବା ପ୍ରିୟମାନେ। ଯଦି ଆମେ ଆମ ମନର ଗର୍ବକୁ ଛାଡୁନାହୁଁ, ଆମ ମନର ଅହଙ୍କାରକୁ ଛାଡୁନାହୁଁ, ତାହେଲେ ପରମେଶ୍ୱରଙ୍କ ଠାରୁ ସେ ଶାସ୍ତି ପାଇବାକୁ ଆମେ ପ୍ରସ୍ତୁତ ହେଇଯିବା। ୟେସ୍ ପ୍ରିୟମାନେ, ସେ କାହାର ଗର୍ବକୁ ସହି ପାରନ୍ତି ନାହିଁ। ଆଉ ଗୋଟିଏ ବିଷୟ ଆମେ ଦେଖିବା, ସେ ନମ୍ର ଲୋକକୁ ଅନୁଗ୍ରହ କରନ୍ତି। ଯାକୁବ 4 ପର୍ବ 6, 7 ଏବଂ 10 ପଦ ଟିକେ ପଢିବା। କିନ୍ତୁ ସେ ଅଧିକ 6 ପଦ, କିନ୍ତୁ ସେ ମଧ୍ୟ ଅଧିକ ଅନୁଗ୍ରହ ଦାନ କରନ୍ତି। ଏଣୁ ଉକ୍ତ ଅଛି, ଈଶ୍ୱର ଅହଙ୍କାରୀ ମାନଙ୍କୁ ପ୍ରତିରୋଧ କରନ୍ତି, କିନ୍ତୁ ନମ୍ର ଲୋକମାନଙ୍କୁ ଅନୁଗ୍ରହ ଦାନ କରନ୍ତି। 7 ପଦ, ଅତଏବ ତୁମେମାନେ ଈଶ୍ୱରଙ୍କର ବଶୀଭୂତ ହୁଅ ଓ ଶୈତାନକୁ ପ୍ରତିବାଧା କର, ତାହେଲେ ସେ ତୁମ୍ଭମାନଙ୍କ ନିକଟରୁ ପଳାଇବ। ଆଉ 8 10, ପ୍ରଭୁଙ୍କ ଛାମୁରେ ଆପଣା ଆପଣାକୁ ନତ କର, ତାହେଲେ ସେ ତୁମ୍ଭମାନଙ୍କୁ ଉନ୍ନତ କରିବେ। ଆମେନ୍। ହାଲେଲୁୟା। ପ୍ରଭୁଙ୍କ ନିକଟରେ ଯଦି ଆମେ ନତ ହବା, ତାହେଲେ ସେ ଆମକୁ ଉନ୍ନତ କରିବେ। ଆମେ ଯଦି ନମ୍ର ହବା,
ସେ ଆମକୁ ଆଶୀର୍ବାଦ କରିବେ। ପ୍ରିୟ ମାନେ ହବା, ଆମେ ଅହଙ୍କାରୀ ହବା ନାହିଁ। ସେ ଆମକୁ ସବୁ ଗୁଣରେ ବିଭୂଷିତ କରିଛନ୍ତି, ସବୁ ଗୁଣରେ ସେ ବିଭୂଷିତ କରିଛନ୍ତି। ହୁଏତ କାହାକୁ ଧନୀ କରିଛନ୍ତି, କାହାକୁ ସୌନ୍ଦର୍ଯ୍ୟ ଦେଇଛନ୍ତି, କାହାକୁ ବଡ ଚାକିରି ଦେଇଛନ୍ତି, ଯୋଉଥିପାଇଁ ଆମ ମନ ଭିତରେ ଗର୍ବ ଆସିଛି। ଏତିକି ମନେ ରଖିବା, ଏସବୁ ତାଙ୍କର ଦାନ ଅଟେ। ଆଉ ସେଇଥିପାଇଁ ଆମେ ଗର୍ବ କରିବା ନାହିଁ, ଆମେ ତାଙ୍କ ଆଗରେ ନମ୍ର ହବା, ଆଉ ସେ ଆମକୁ ନିଶ୍ଚିତ ଭାବରେ ଆମକୁ ଆଶୀର୍ବାଦ କରିବେ। ପ୍ରିୟ ମାନେ, ମୋତେ ସମୟ ହବାକୁ ଯାଉଛି, ମୁଁ ଗୋଟିଏ ପଦ ପଢିବାକୁ ଚାହୁଁଛି। ମାଥ୍ୟୁ 7 ପର୍ବ 21-23 এই ପଦ ପଢି ଆଜିର ଶିକ୍ଷାକୁ ମୁଁ ବନ୍ଦ କରିବାକୁ ଚାହୁଁଛି। ମାଥ୍ୟୁ 7 ପର୍ବ 21-23। ମତେ ପ୍ରଭୁ ପ୍ରଭୁ ବୋଲି ଡାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ ସେ ପ୍ରବେଶ କରିବ। ସେଦିନ ଅନେକ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମେମାନେ କି ତୁମ ନାମରେ ଭାବବାଣୀ କହିଲୁ ନାହିଁ, ପୁଣି ତୁମ୍ଭ ନାମରେ କି ଭୂତ ମାନଙ୍କୁ ଛଡେଇଲୁ ନାହିଁ, ଆଉ ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ। ସେତେବେଳେ ମୁଁ ସେମାନଙ୍କୁ କହିବି, ସ୍ପଷ୍ଟ ରୂପେ କହିବି, ମୁଁ ତୁମମାନଙ୍କୁ କେବେ ହିଁ ଜାଣି ନାହିଁ। ହେ ଅଧର୍ମାଚାରୀ ମାନେ, ମୋ ପାଖରୁ ଦୂର ହୁଅ। କେତେ ସୁନ୍ଦର କଥା। ଆପଣ ମାନେ ଭାବୁଥିବେ ଏଇ କଣ୍ଟେକ୍ସଟା ପୁରାପୁରି ଅଲଗା ନୁହେଁ ପ୍ରିୟ ମାନେ, ସେ ଗୋଟିଏ କଣ୍ଟେକ୍ସଟ। ସେ ମନର ଗର୍ବ, ଲୁସିଫରକୁ ସଦାପ୍ରଭୁ ସୌନ୍ଦର୍ଯ୍ୟ ଦେଇଥିଲେ, ଭୂଷଣ ଦେଇଥିଲେ, ଆଉ ଆସନ ବି ଦେଇଥିଲେ। ଯେତେବେଳେ ତା ମନ ଭିତରେ ଗର୍ବ ଆସିଲା, ଗର୍ବ ଆସିବା ପୂର୍ବରୁ ସେ ଅଧର୍ମାଚାରୀ ନଥିଲା, ଯେତେବେଳେ ମନ ଭିତରେ ଗର୍ବ ପଳେଇ ଆସିଲା, ତାଙ୍କର ବିପକ୍ଷ ହେଇଗଲା, ଆଉ ସେ ତଳକୁ ପତିତ ହେଲା। ଠିକ ସେହିପରି ଅନେକ ହୁଏତ ସେଦିନ କଣ ଆମେ ସୁସ୍ଥତା ଦେଇନାଉ, ତମର ବାକ୍ୟ କଣ ଆମେ ପ୍ରଚାର କରିନାଉ, ତୁମ ନାମରେ କଣ ଆମେ ଭୂତ ଚଢେଇନୁ, ଆମେ ସବୁ କାର୍ଯ୍ୟ କରୁଛୁ ପ୍ରଭୁ। ଲୁସିଫର ବି ସେଦିନ କହିଥିବ, ପ୍ରଭୁ ମୁଁ ତୁମର କେତେ ପ୍ରଶଂସା କରିଛି, ତୁମର ପ୍ରଶଂସା ଗୀତ ମୁଁ ଗାଇଛି, ସବୁବେଳେ ମୋ ମୁହଁରେ ତୁମର ନାମ ରହିଥିଲା। କିନ୍ତୁ ମନେ ରଖିବା, ଯେତେବେଳେ ସେ ପତିତ ହେଇଗଲା, ଗର୍ବ ଆସିଲା, ସେତେବେଳେ ସେ ବିନଷ୍ଟ ହେଇଗଲା, ସେତେବେଳେ ସେ ତଳକୁ ନିକ୍ଷିପ୍ତ ହେଲା। ଆଉ ଏଠାରେ ଲେଖାଯାଏ, ହଁ ସେମାନେ ହୁଏତ ରୋଗୀମାନଙ୍କୁ ସୁସ୍ଥ କରିଥାଇ ପାରନ୍ତି, ସେମାନେ ହୁଏତ ଅନେକ ଆଶ୍ଚର୍ଯ୍ୟ କର୍ମ କରିଥାଇ ପାରନ୍ତି, ସେମାନେ ହୁଏତ ଯୀଶୁଙ୍କ ନାମରେ ଭୂତ ମାନଙ୍କୁ ଛଡେଇ ଥାଇ ପାରନ୍ତି, କିନ୍ତୁ ତାଙ୍କର ଶେଷ ଅବସ୍ଥା କଣ ଥିଲା? ପ୍ରିୟ ମାନେ, ଏହି ବାକ୍ୟରେ ସେଇ ବିଷୟ ଲେଖାଯାଏ। ଯୋଉମାନେ ସୁସ୍ଥତା ଯୀଶୁଙ୍କ ନାମରେ କାହାକୁ ସୁସ୍ଥ କରୁଛନ୍ତି ତାଙ୍କ ବିଷୟରେ ନୁହେଁ, ସମସ୍ତଙ୍କ ବିଷୟରେ ଲେଖାଯାଇ ନାହିଁ। ଅନେକ ବଡ ବଡ ପ୍ରଚାରକ, ପାଷ୍ଟର ଏଇ ବାକ୍ୟକୁ ଭୁଲ ବୁଝନ୍ତି। ଆଜି ଆମେ ବୁଝିବାକୁ ଚେଷ୍ଟା କରିବା ପ୍ରିୟ ମାନେ, ସମସ୍ତଙ୍କ ବିଷୟରେ ନୁହେଁ। ଯୋଉମାନେ ପ୍ରାର୍ଥନା କରି ସୁସ୍ଥତା ପ୍ରଦାନ କରନ୍ତି ଯୀଶୁଙ୍କ ନାମରେ, ସମସ୍ତଙ୍କ ବିଷୟରେ ଲେଖାଯାଇ ନାହିଁ। ପରିଶେଷରେ ଯେତେବେଳେ ଯୋଉମାନଙ୍କ ମନରେ ଗର୍ବ ଆସିଛି, ଯୋଉମାନଙ୍କ ମନରେ ଅହଂ ଭାବ ଆସିଛି, ଯୋଉମାନେ ପରମେଶ୍ୱରଙ୍କ ଠାରୁ ଦୂରେଇ ଯାଇଛନ୍ତି,
ଯୋଉମାନେ ପରମେଶ୍ୱରଙ୍କୁ ଶ୍ରେୟ ନ ଦେଇ ନିଜକୁ ପ୍ରତିପାଦିତ କରିବାର ଚେଷ୍ଟା କରିଛନ୍ତି, ଲୁସିଫର ପରି ପରମେଶ୍ୱରଙ୍କର ଉପରେ ନିଜର ସିଂହାସନ ପ୍ରତିଷ୍ଠା କରିବାକୁ ଚେଷ୍ଟା କରିଛନ୍ତି, ଯୋଉଥିପାଇଁ ସେମାନେ ନିଜର ପରିଚୟ ପାଇଛନ୍ତି। ଏ ଜଣେ ଭଲ ପ୍ରଚାରକ, ଏ ଜଣେ ଭଲ ପ୍ରାର୍ଥନାକାରୀ, ସେ ପ୍ରାର୍ଥନା କଲେ ଭୂତ ଛାଡି ଯାଉଛି, ସେ ପ୍ରାର୍ଥନା କଲେ ରୋଗ ସୁସ୍ଥ ହେଇଯାଉଛି। ବାରମ୍ବାର ଅନେକ ଲୋକଙ୍କ ଠାରୁ ପ୍ରଶଂସା ପାଇବା ପରେ ଯେତେବେଳେ ସେମାନଙ୍କର ଚିତ୍ତ ଗର୍ବିତ ହେଇଯାଇଛି, ଈଶ୍ୱରଙ୍କର ବିରୁଦ୍ଧାଚରଣ କରିଛନ୍ତି, ସବୁ ଶ୍ରେୟକୁ ନିଜ ଉପରକୁ ନେଇ ଯାଇଛନ୍ତି, ପ୍ରଭୁ ଯୀଶୁ କହିଛନ୍ତି ତୁମେ ମାନେ ମୋର ଶିଷ୍ୟ କର ଅନ୍ୟମାନଙ୍କୁ ଶିକ୍ଷା ଦେଇ। ସେମାନେ ନିଜର ଶିଷ୍ୟ ତିଆରି କରିବାକୁ ଆରମ୍ଭ କରିଛନ୍ତି। ଆଉ ସେତେବେଳେ ପ୍ରିୟମାନେ, ସେତେବେଳେ ଯେତେବେଳେ ତାଙ୍କର ଚିତ୍ତ ଗର୍ବିତ ହେଇଯାଇଛି, ସେମାନେ ନିକ୍ଷିପ୍ତ ହେଇଯାଇଛନ୍ତି, ବିନଷ୍ଟ ହେଇଯାଇଛନ୍ତି। ଆଉ ଏଇ କଣ୍ଟେକ୍ସ ସେମାନଙ୍କ ପାଇଁ କୁହାଯାଇଛି, ପ୍ରତ୍ୟେକ ପ୍ରାର୍ଥନାକାରୀ ପାଇଁ ନୁହେଁ। ଏଇଟା ବୁଝିବାକୁ ଚେଷ୍ଟା କରିବା। କାରଣ ପ୍ରାର୍ଥନା କରିକି ପୀଡ଼ିତ ମାନଙ୍କୁ ସୁସ୍ଥ କରିବାର ଅଧିକାର ତ ସେ ଦେଇଛନ୍ତି, ଭୂତ ମାନଙ୍କୁ ଛଡେଇବାର ଅଧିକାର ତ ସେ ଦେଇଛନ୍ତି। କିନ୍ତୁ ନିଜକୁ ବଡ ବଡ ପାଷ୍ଟର ବୋଲି କହୁଥିବା କେତେକ ବ୍ୟକ୍ତି ବିଶେଷ, ନିଜକୁ ବଡ ବଡ ପ୍ରଚାରକ ବୋଲି ନିଜକୁ ପରିଚୟ ଦଉଥିବା କେତେ ଜଣ ବଡ ବଡ ପ୍ରଚାରକ ଏଇ କଥାକୁ ଭୁଲ ବୁଝିଛନ୍ତି। କାହିଁକି ମୁଁ ଜାଣି ନାହିଁ। ସେମାନଙ୍କ ପ୍ରାର୍ଥନାରେ ଛୋଟିଆ ରୋଗୀଟେ ବି ଭଲ ହେଇପାରୁନଥିବ, ସେଇଥିପାଇଁ ହୁଏତ କହିଥାଇ ପାରନ୍ତି। ବାକ୍ୟକୁ ଠିକ ରୂପେ ବୁଝିବ, ଗ୍ରହଣ କରିବା। ଆଉ ପ୍ରଭୁ ଆମ ସହିତ ଅଛନ୍ତି। ଆମ ଭିତରେ ନମ୍ରତା ଆମର ଭୂଷଣ ହଉ। ଏଇ ସୁନା ରୂପା ନୁହେଁ ପ୍ରିୟମାନେ। ତାହେଲେ ମୁଁ କହୁନାହିଁ ଆମେ ଘରେ ସୁନା ରଖିବା ନାହିଁ, ପ୍ରପର୍ଟି ହିସାବରେ ଆମେ ରଖିବା, କିନ୍ତୁ ଆମର ଭୂଷଣ ସୁନା ନ ହଉ। ଆମର ଭୂଷଣ ଉତ୍ତମ ପୋଷାକ, ଦାମିକା ପୋଷାକ ନ ହଉ। ଆମର ଭୂଷଣ ନମ୍ରତା ହଉ। ଆଉ ସେଇ ଭୂଷଣ ଆମକୁ ସ୍ୱର୍ଗକୁ ନେଇଯିବ। କାରଣ ଲେଖାଯାଏ, ସେ ଆମମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଇଛନ୍ତି, କାରଣ ଆମକୁ ସେ ଉଦ୍ଧାର କରିବାକୁ ଚାହାନ୍ତି। ସେ ଚାହାନ୍ତି ଆମେ ନମ୍ର ହବା, କାରଣ ନମ୍ର ହେଲେ ହିଁ ଆମେ ତାଙ୍କର ଅନୁଗ୍ରହ ପାଇବା। ଆମେ ଯାହା ବି ପାପ କରିଛୁ ସବୁ କିଛି ସେ କ୍ଷମା କରିଦବାକୁ ପ୍ରସ୍ତୁତ ଅଛନ୍ତି। ସେ ନିଜର ପବିତ୍ର ରକ୍ତ ଦେଇ ଆମର ପାପ କ୍ଷମା କରିବାକୁ ପ୍ରସ୍ତୁତ ଅଛନ୍ତି। ନିଜକୁ ନମ୍ର କରିବା, ନିଜର ଗର୍ବକୁ, ନିଜର ଅହଙ୍କାରକୁ ପରିତ୍ୟାଗ କରିବା। ଆମେ ତାଙ୍କର ପୁଅ, ଆମେ ତାଙ୍କର ଝିଅ, ଆମେ ଠିକ ତାଙ୍କ ପରି ହେବା। କାରଣ ସେ ଚାହାନ୍ତି ଆମର ମନ ତାଙ୍କ ମନ ପରି ହଉ, ଆମେ ବି ଠିକ ତାଙ୍କରି ପରି ହେବା। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ପ୍ରଚୁର ଆଶୀର୍ବାଦ କରନ୍ତୁ। ଆମେନ୍। ହାଲେଲୁୟା। Praise the Lord. आमेन। Praise the Lord. ଆସ ଆମେ ପ୍ରାର୍ଥନା